ଓ ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମେ ତ ତୋ ଦେଢ଼ଶୁର ନୁହଁ, ମୁଣ୍ଡରେ କାହିଁକି ଓଢ଼ଣା ଦେଇଛି? ଅଧିକ ଲୋକମାନଙ୍କୁ ଓଢ଼ଣା ଦେବା ଓଡ଼ିଆଣୀ ମାନଙ୍କର ପରମ୍ପରା। ତୋ ଭଏସଟା ମତେ ଚିହ୍ନା ଚିହ୍ନା ଲାଗୁଛି। ଆପଣ ମୋ ପାଇଁ ଅଚିହ୍ନା ଯେତେବେଳେ ମୋ ଭଏସ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିଲା କେମିତି? ଘରେ କହୁଛି ମୁଣ୍ଡରେ ଓଢ଼ଣା ଖୋଲ, ମୁଁ ଦେଖିବି ଦୁଃଖେ। ନା ସେଟା ମୋ ଇଚ୍ଛା। ଆଚ୍ଛା ତୁ ତାହେଲେ ମୁଣ୍ଡରେ ଓଢ଼ଣା ଖୋଲିଦେଇ ବୋଧେ। ଠିକ ଅଛି। ଆଚ୍ଛା ତୁ ପରା ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି, ମୋ ଭଉଣୀ ଆଉ ତୋ ଭାଇର ବାହାଘର ନେଇ ନିଷ୍ପତ୍ତି ନିଷ୍ପତ୍ତି ତ ନେବି ନିଶ୍ଚୟ, କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟେ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାମ କହୁଛୁ ଜାଣିପାରୁଛୁ କଣ? ମୋ ଭଉଣୀ ମତେ ଭାଇର ଦ୍ୱିତୀୟ ସ୍ତରରେ ମିଳିସାରିଲେ ନୁହେଁ। ଆଜିକାଲି ଦୁନିଆରେ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି। ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ? ମୋ ମୁଣ୍ଡରେ ନିଆଁ ଲଗେଇବାକୁ ଚେଷ୍ଟା କରନି। ମୋ ମୁଣ୍ଡରେ ନିଆଁ ଲାଗିଲେ ମୁଁ ପ୍ରମାଣ ବି ନୁହଁ। ତମେ ତମ ଜୀବନରେ କେବେ କାହାର ହେଇକି ଥିଲ, ନା କାହାର ହେଇକି ଅଛ, ନା ଭବିଷ୍ୟତରେ କେବେ କାହାର ହେଇକି ରହିବ? ତମର ତ ଅନେକ ରୂପ, ଅନେକ କାହାଣୀ। ସତ କହିବାକୁ ଗଲେ ତମେ ଜଣେ ବୋହୂର କିଏ ନୁହଁ। ତୋର କହିବା ଦରକାର ନାହିଁ, ତୁ କିଏ ମୁଁ ଜାଣି ସାରିଲି। ଆରେ ଇଣ୍ଟ୍ରୋ ବୋଲି